ରାଜନୀତି କେମିତି ଚାଲିଛି କିଏ ୱିନ୍ କଲା ବେଳେ ସେପଟେ? ରାଜନୀତି ବାଜିରେ ଟିକେ କଂଗ୍ରେସକୁ ଟିକେ ଦେବେ ଭଳିଆ ଲାଗୁଛି। ଏମପି ର କଂଗ୍ରେସ ଗଲା ଭଳିଆ ଅଛି। ହଁ କଂଗ୍ରେସ ଟିକେ ପାଇଲା ଭଳିଆ ଅଛି। ଜିରୋରେ ରହିଛି ନା ସବୁବେଳେ ବିଜେଡିର ତ ରାଜନୀତି ଚାଲିଛି। ଏଇ ବାଜିରେ ଟିକେ କଂଗ୍ରେସକୁ ଦେବା ବୋଲିକରି ଆମର ତିନିଟା ଦିନ ଭିତରେ ଆମର ପିରିଙ୍ଗିଆ ଆମର ଖଜୁରୀପଡା ଫୁଲବାଣୀ ବ୍ଲକ ଏପଟରୁ ଟିକେ ଚାଲିଛି କଂଗ୍ରେସର ଟିକେ ହାୱା ଟିକେ ଅଛି। ପରିବର୍ତ୍ତନ କରିବା କି ନିଷ୍ପତ୍ତି ନିଆହେଇଛି ଆଉ। ହଁ ନିଷ୍ପତ୍ତି ନିଆହେଇଛି। କାଲି ଆସିଥିଲେ ଆମର ଦଳପଡା ଭିତରକୁ ଖଜୁରୀପଡା ଦଳପଡା ବିରାଟ ଧରଣର ଟିକେ ସଭା ସମିତି ହେଇଥିଲା। ଆମେ ତ ପୂର୍ବରୁ ଆମେ କଂଗ୍ରେସରେ ଅଛୁ ରହିଛୁ ରହିବୁ। ତାଙ୍କର ଏତେ ବର୍ଷ ଶଙ୍କ ଗୋଟେ ଆକା ଥିଲା ବେଳକୁ ଏମପି ଏମଏଲଏ ଥିଲେ ଏବେ ଡବଲ ଶଙ୍କ କହିଲେ ସେମିତି ଏଟା ବି ଆମ ଡବଲ ହାତ ଯିବ ବୋଲବା କଥା। ହଁ ତାପରେ ଆଉ ଗୋଟେ କଣ ନରେନ୍ଦ୍ର ମୋଦି ଆସିଥିଲା 11ରେ ଫୁଲବାଣୀ 11ରେ ବହୁତ ଲୋକ ଜମା ହେଇଥିଲେ ଯେ ତାଙ୍କୁ ଦେଖିବା ପାଇଁ ଲୋକ ଜମା ହେଇଥିଲେ। ଭୋଟ ଦେବୁ ବୋଲି ଜମା ସେପଟେ ଓଡିଶାରେ ଡବଲ ଇଞ୍ଜିନ କରିବ ବୋଲି କଣ ଡବଲ ଇଞ୍ଜିନ ବୋଲି କହିଲେ ଗୋଟେ ବଡ ହେବ ଗୋଟେ ଛୋଟ ଇଞ୍ଜିନ ଖରାପ ହେବ ନାହିଁ କି? ସମାନ କରିବାର ଅଛି ନା। ଇଞ୍ଜିନ ସିଜ୍ ହେଇଯାଇପାରେ। ହଉ ଭାଇ କଣ କରିବା। ହଉ ଠିକ ଅଛି ଆମର ନହେଲେ ଏବେ କଂଗ୍ରେସ ନୂଆ ହେଇଛନ୍ତି ନହେଲେ ପରିବର୍ତ୍ତନ ଚାହୁଁଛନ୍ତି ଆଉ। ତମ ପଟେ ମଧ୍ୟ ତ? ନାଇଁ ଆମ ପଟର ତ କଥା ମୁଁ କହିପାରିବି ନାଇଁ କିନ୍ତୁ ମୁଁ ଫୁଲବାଣୀ କଥା ମୁଁ ପଚାରୁଛି ଏବେ ସେମାନେ ମାନେ କଂଗ୍ରେସ ନୂଆ ହେଇଛନ୍ତି ଆଉ ନାଇଁ। ଲୋକାଲ ହେଇଛନ୍ତି କଣ ହଉଛି ଜଣା ପଡୁନାହିଁ। ଗ୍ରାସ ରୁଟ୍ ଲେଭେଲରେ ଯାହା ଡିସ୍କସନ ଚାଲିଛି ଯେ ଆମେ କହିପାରିବୁ ନାହିଁ କିନ୍ତୁ ଆମେ ଯେମିତି ହେଲେ ବି ଏଇଥର କଂଗ୍ରେସରେ ମାନେ ଚେଞ୍ଜ କରି ଦେଖିବା ବୋଲି ଭାବିଛନ୍ତି ଆଉ। ପରିବର୍ତ୍ତନ ଟିକେ ଆଣିବା ବୋଲି ଭାବୁଛନ୍ତି।